ভাবিলা বেଳକୁ ଯଦି ସବୁ କିଛି ସତ ହୋଇଯାଇଥାନ୍ତା କେତେ ଭଲ ହୁଅନ୍ତା ନାଇଁ। ମେଘ ପାଖରେ ସେମିତି କିଛି କାମ ନଥିଲା ତ ସେଥିପାଇଁ ସକାଳ ସକାଳ ମୁଁ ଟିକେ ଛକ ଆଡେ ପଳେଇ ଆସିଥିଲି। 4-5 ଦିନ ହବ ବର୍ଷା ହଉଛି ସେଥିପାଇଁ ପୋଖରୀ ଗୁଡାକ ସବୁ କିଛି ଫୁଲ ହେଇଗଲାଣି। ମୁଁ ଭାବୁଥିଲି କି ଆଜି ମାଛ ବାଲାଟା ଆସିଥାନ୍ତା କି ମାଛ କିଛି ଛାଡି ଦିଅନ୍ତି। ଟିକେ କଥା ଭାବିଲା ବେଳେ ଜଣେ ଭାଇ ଆସିକି ପହଞ୍ଚି ଯାଇଥିଲେ। ସେ ସାଙ୍ଗରେ ଗୋଟେ ବହୁତ ବଡ ହାଣ୍ଡିଟେ ବି ନେଇକି ଆସିଥିଲେ ଯୋଉଥିରେ କି ବହୁତ ଛୋଟ ଛୋଟ ମାଛ ଗୁଡାକ ସବୁ ଭର୍ତ୍ତି ହେଇଥିଲା। ଭାଇକି ପଚାରିଲେ ଭାଇ କଣ ମାଛ ବିକ୍ରି ଅଛି? ଭାଇ ମୋ କଥା ନ ଶୁଣିକି ସିଧା ଆମ ଘର ପାଖକୁ ପଳେଇ ଆସିଥିଲେ। ହେଲେ ରାସ୍ତାରେ କିଛି କଥା ହବାର ନାହିଁ, ଚାଲ ସିଧା ପୋଖରୀ ପାଖକୁ। ଆଶ୍ଚର୍ଯ୍ୟର କଥା ଯେ ମୁଁ ଭାବିଲା ବେଳକୁ ଜଣେ ଭାଇ ଆସିକି କେମିତି ଯେ ପହଞ୍ଚି ଗଲେ ସେ କଥା ମୁଁ ଜାଣି ବି ପାରିଲିନି। ଏମିତି ଭାବିଲେ ସବୁ କିଛି ସତ ହୋଇଯାନ୍ତା ତାହେଲେ କେମିତି ହୁଅନ୍ତା ଟିକେ କହିବେ। ଟିକେ ବହୁତ ଖୁସି ଲାଗୁଛି। ଆଉ ଆପଣ ମାନଙ୍କୁ କେମିତି ଲାଗୁଛି କମେଣ୍ଟରେ ନିହାତି ଜଣେଇବେ। ଏତିକି ଭିତରେ ସେ ଭାଇ ବି ଆସିକି ଆମ ଘର ପାଖରେ ପହଞ୍ଚି ଯାଇଥିଲେ। ହାଣ୍ଡିରୁ ସବୁ କିଛି ମାଛ ଗୁଡାକ ବାହାର କରିବା ପାଇଁ ଲାଗି ଯାଇଥିଲେ। କାହିଁକିନା ପୋଖରୀରେ ଛାଡିଲା ବେଳେ ସବୁ କିଛି ମାଛ ଗୁଡାକ ଗଣିକି ଛାଡା ଯିବ। କାହିଁକିନା ଗୋଟିଏ ମାଛ ରେଟ୍ ଥିଲା ମାତ୍ର 2 ଟଙ୍କା। ସେ ମତେ ପଚାରିଲେ ଭାଇ କେତେ ପିସ୍ ଛାଡିଲେ ଭଲ ହବ? କହିଲେ ତମେ ଛାଡି ସାର ତାପରେ କଣ ହଉଛି ଦେଖିବା। ଏତିକି ଭିତରେ ଆମେ ଗୋଟେ ଗାମୁଛା ନେଇ ସିଧା ପୋଖରୀ ପାଖକୁ ପଳେଇ ଆସିଥିଲେ। ସେଇ ଗାମୁଛାରେ ସବୁତକ ମାଛ ଗୁଡାକ ଢାଳି ଦେଇଥିଲେ। ସେଇଥିରେ ସବୁ ମାଛ ଗୁଡାକ ଗଣିକି ପୋଖରୀରେ ଛାଡା ହଉଥିଲା। ଏ ଭିତରେ ପାଖାପାଖି ସବୁତକ ମାଛ ଗୁଡାକ ଛାଡା ସରିଥିଲା। ଆହୁରି କିଛି ଗୁଡାକ ରହିଗଲା, ବାକି ମୋର ଏତେ ସାରା ମାଛ ଗୁଡାକ ଦରକାର ନଥିଲା। ପୋଖରୀରେ ଟୋଟାଲି 1200 ଟଙ୍କାର ମାଛ ମୁଁ ଛାଡି ସାରିଥିଲି। କହିଲେ ଦେଖି ସାଙ୍ଗମାନେ ପୋଖରୀରେ କେତେ ପିସ୍ ମାଛ ଛାଡା ଗଲା? ବହୁତ ଦିନ ହେଇଗଲାଣି ପୋଖରୀଟା ପୁରା ଖାଲି ହେଇକି ପଡିଥିଲା। ଆଉ ଶେଷରେ ଆଜି ମୁଁ ମାଛ ଛାଡି ପାରିଲେ ସେଥିପାଇଁ ବହୁତ ଖୁସି ଲାଗୁଥିଲା। ଗୋଟିଏ ପ୍ରକାର ମାଛ ଛାଡିଦେଲେ ହବନି, ଆହୁରି ବହୁତ ସାରା ମାଛ ମତେ ଛାଡିବାର ଅଛି। ଆପଣ ମାନେ ଏମିତି ହିଁ ମତେ ସପୋର୍ଟ କରୁଥାନ୍ତୁ। ଆଜି ପାଇଁ ତ ରହିଲି, କାଲି ପୁଣି ନେକ୍ସଟ ଭିଡିଓରେ ନିହାତି ଦେଖା ହବ। କାଲିଠୁ ଆମର ଆରମ୍ଭ ହବା ପାଇଁ ଯାଉଛି ଆମର ରଥ କାମ। ରଥ ବା ପାଖେଇ ଆସିଲାନି। ସେଥିପାଇଁ ତ ଆଜି ପାଇଁ ରହିଲି। ଜୟ ଜଗନ୍ନାଥ।